ଆଜି ଆମର ଘରେ ଲକ୍ଷ୍ମୀ ପୂଜାର ଶେଷ ଗୁରୁବାର ଥିଲା, ଯେନ୍ଟାକି ଲାଷ୍ଟ ବାଲିଟା ଥିଲା। ଆମର ଲକ୍ଷ୍ମୀ ପୂଜା କରୁଥିଲେ ଲଳିତା। ସକାଳୁ ସକାଳୁ ଉଠିକିରି ଆସିଲେ। ଲଳିତା ଘରେ ତ ସବୁ କାମ ସାରି ଦେଇଥିଲେ ନ, ବାକି ମତେ ଡାକିଥିଲେ କେତେବେଳେ ଆସିବେ ଆଉ କେତେବେଳେ ପାଦ ଧୋଇକିରି ଭୋଗ ରାଗ ଖାଇକିରି ତାଙ୍କର କାମରେ ସେମାନେ ରହିବେ ବୋଲି। ମୁଇଁ ଲେଟ୍ କରିଦେଲି ଟିକେ, ଲେଟ୍ରେ ଆସିଲି। ମତେ ଏଇଟା ସିନ୍ଦୁର ମକେଇଦେଲେ ଟିକେ, ଆଉ ପାଦ ଧୋଇକିରି ମୁଣ୍ଡିଆ ମାରିକିରି ମନ ଆଶୀର୍ବାଦ ନେଲେ। ଭଲ ଭାବେ ଗୋଟେ ଆଶୀର୍ବାଦ ଗୋଟେ ମୁଇଁ ଦେଇଦେଲି ଲଳିତା ଘରକୁ। ତାପରେ ଖାଇବାକେ ଡାକିଲେ, ଖାଇଗଲି। ଏଇଟା ଖାଉଥିଲି, ମୋର ମା ସେପଟେ ଏଇଟା ପିଠା ବନାଉଥିଲା, ଖାଇବାକେ ଏଇଟା ଦେଇଥିଲେ। ଭୋଗଟା ଏନ୍ତା ଥିଲା, ପ୍ରସାଦ ଆମର ଗୁରୁବାର ଲକ୍ଷ୍ମୀ ପୂଜାର। ଖାଇଛେ, ବହୁତ ଭଲ ଲାଗୁଥିଲା। ଲଳିତା ଘରେ ଭଲ ବନେଇଥିଲେ ଭୋଗ। ଲାଷ୍ଟକେ ମୋବାଇଲଟା ମୁଇଁ ପାଖେ ଧରିଥିଲି ବୋଲି ଏଇଟା ଟିକେ ଭିଡ଼ିଓ ବନେଇ ପକାଲି। ଏନ୍ତା ଭିଡ଼ିଓ ବନେଇ ଦଉଥିଲି। ଭୋଗ ବି ମସ୍ତ ଥିଲା, ଭଲ କରିଥିଲେ। ଫାର୍ଷ୍ଟ ଟାଇମ୍ ଏଇଟା ଗୁରୁବାର କରିଛନ୍, ବହୁତ ବଢ଼ିଆ ମସ୍ତ ଲାଗୁଥିଲା। ଭୋଗ ରାଗ ଖାଇଲା ପରେ ମୁଇଁ ଏଇଟା ବାହାରି ପଡ଼ିଲି। ବାହାରେ ଦେଖିଲି ବୁଲି ବୁଲି ସବୁଆଡ଼େ ଯେନ୍ତା ଝୁଣ୍ଟି ଦେଇଥିଲେ, ବାପରେ ପୁରା ମସ୍ତ ଲାଗୁଥିଲା। ଝୁଣ୍ଟି ମାନେ ବି ଦେଖିକିରି ପୁରା ଖତରା ଝୁଣ୍ଟି ମାନେ କାଟିଥିଲେ। ଆଉ ଏଇଟା ଲାଷ୍ଟ ଖାଇ ଖୁଆ ସାରିଲା ପରେ ଲାଷ୍ଟ ଏଇଟା ଭିଡ଼ିଓଟେ କରିଥିଲି। ଭିଡ଼ିଓଟା ପୂଜା କାମ ତ କରି ସାରିଥିଲେ ନ, ଦେଖିଲି ଯେ ଆଉ କାଁ କରିବି ବୋଇଲି, ଆଉ ନିଜର କାମରେ ମୁଇଁ ନିଜେ ବାହାରି ପଡ଼ିଲି। ଆର୍